ସମସ୍ତଙ୍କୁ ନମସ୍କାର ଭାଇ ଓ ଭଉଣୀମାନେ ଆଉ ଆପଣମାନେ କେମିତି ଅଛନ୍ତି ଆଶା କରୁଛି ଆପଣମାନେ ତ ଭଲରେ ଥିବେ ଆଉ ମୁଁ ବି ତ ଭଲରେ ଅଛି ଆଉ ଆପଣମାନେ ତ ଭିଡିଓର କ୍ଲିପ ଦେଖି ଟାଇଟେଲ ଦେଖି ଥମ୍ବନେଲ ଦେଖି ଜାଣୁଥିବେ ମୁଁ କାହା ବିଷୟରେ ରୋଷ୍ଟ କରିବାକୁ ଯାଉଛି ଆଉ କୋଉଥିପାଇଁ ରୋଷ୍ଟ କରିବାକୁ ଚାହୁଁଛି ସେଇଟା ମଧ୍ୟ ଆପଣମାନେ ଜାଣିବେ ତ ଭିଡିଓ ଟିକେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ନହେଲେ ଆପଣମାନେ ଏ ଭିଡିଓର ଭିତର ରହସ୍ୟ କଣ ଅଛି ଆପଣମାନେ କିଛି ବୁଝିପାରିବେନି ତ ଆପଣମାନେ ତ ସୋସିଆଲ ମିଡିଆରେ କିଛି ଦିନ ହେଲା ଦେଖୁଛନ୍ତି ହରିର ତ ତାର କଣ୍ଟ୍ରୋଭର୍ସି ଚାଲିଛି ଯୋଉଟା ଯେ ଆୱାର୍ଡ ପାଇଛି ବେଷ୍ଟ ଆକ୍ଟର ଆୱାର୍ଡ ତ ସେଇ ବିଷୟରେ ଆମେ ଟିକେ କଥା ହେବା ହେଲା ତ ଚାଲ ଆଉ ବେଶୀ କିଛି କହିବିନି ଭିଡିଓଟି ତାଙ୍କର କ୍ଲିପ ଦେଖିବା ତାପରେ ଆମେ ଭିଡିଓଟିକୁ ଷ୍ଟାର୍ଟ କରିବୁ ତ ଚାଲ ଲେଟ୍ସ ଗୋ। ये जो अवार्डटा श्रेष्ठ अभिनेतार अवार्ड ये मो पाई गोटे बहुत मायने रखियो मूल्य रखियो कारण एटी मु पाठ पढ़ला बेलू ये मो मन भितर थिला जे गोटे दिन मते श्रेष्ठ अभिनेतार सम्मान मिलू स्वीकृति मिलू एवं ईश्वर का आशीर्वाद एवं दर्शक भल पाइबारु मिलला ଦେଖିଲ ତ ସେ ହରିର କିଛି ବାଇଡି କଣ କହୁଛନ୍ତି କି ଯେ ସିଏ ଛୋଟରୁ ଏ ଆୱାର୍ଡ ପାଇବା ପାଇଁ ସିଏ ବହୁତ ପରିଶ୍ରମ କରିଛନ୍ତି ବୋଲି କହୁଛନ୍ତି ଆଉ ଯେତେବେଳେ ସେ ପ୍ରଥମ ଦ୍ୱିତୀୟ ତୃତୀୟ କି ପଢୁଥିଲେ ସେତେବେଳେ କଣ ଏମାନେ ସ୍ୱପ୍ନ ଦେଖିଥିଲେ କି ନା ସେତେବେଳେ କଣ ଆକ୍ଟିଂ ରେ ଘୁଷିଥିଲା କି ସେ ଭାବିଥିଲା କି ଆଗରେ ମୁଁ ଆକ୍ଟର ହେବି କି ଆକ୍ଟର ହେବି ନାହିଁ କମେଡିଆନ ହେବି ବୋଲି ଜାଣିନଥିଲା ନି ତଥାପି କହିଦଉଛି ଯେ ହଁ ଛୋଟବେଳୁ ମତେ ଏଇଟା ଗୋଟେ ଆଶା ଥିଲା ସ୍ୱପ୍ନ ଥିଲା ମିଥ୍ୟା କଥା ଗୁଡା କଣ ପାଇଁ କହୁଛନ୍ତି ଦେଖ ମାନେ ତମକୁ ଲୋକ ଓଡ଼ିଶାବାସୀ ସମସ୍ତେ ହସୁଛନ୍ତି କାହିଁକି ହସୁଛନ୍ତି କହିଦେବି ଆରେ ଏଡେ ବଡ ବଡ ଆକ୍ଟର ମାନେ ଥାଇକି ମଧ୍ୟ ତାଙ୍କେ କେମିତି ପାଇଲେନି ତମେ କେମିତି କମେଡିଆନ ହେଇକି ଗୋଟେ ବେଷ୍ଟ ଆକ୍ଟର ଆୱାର୍ଡ ପାଇଲ ସେଟା ବି ଗୋଟେ ନୁହେଁ ଦିଟା ପାଇଲ ମାନେ ଏହାର କାରଣ କଣ ବାବୁସାନ ଅଛି ଅନୁବାବ ଅଛି ଅରିନ୍ଦମ ଅଛି ସମସ୍ତେ ଅଛନ୍ତି ବଡ ବଡ ଆକ୍ଟର ମାନେ କାହିଁ ତାଙ୍କୁ ତ ଏ ଯାଏ କିଛି ବି ଶ୍ରେଷ୍ଠ ଆୱାର୍ଡ ମିଳିନି ପୁରସ୍କାର ମିଳିନି ଭଲ ଆକ୍ଟର ବୋଲି ହେଲେ ତମେ ତ ଗୋଟେ କମେଡିଆନ ହେଇଛ କମେଡିଆନ ହେଇକି କେମିତି ପାଇଲ ତମଠୁ ତ ବେଷ୍ଟ କମେଡିଆନ ଏବେ ୟୁଟ୍ୟୁବର ମାନେ ବାହାରୁଛନ୍ତି ସେମାନେ ବେଷ୍ଟ କମେଡି କରୁଛନ୍ତି ତମଠାରୁ ତମେ କେମିତି ପାଇଲ ମତେ ଟିକେ କହିଲ ନା 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 ଆହାର ରହସ୍ୟ ବହୁତ ଅଛି କଣ ପାଇଁ ଆଙ୍କେ ପାଇଲେ କହିଦେବି ମୁଁ ଆଙ୍କେ ହଉଛନ୍ତି ଗୋଟେ ବିଜେପିର ଚାମଚା ଓକେ ତ ବିଜେପି ତାଙ୍କରକୁ ଚାମଚାଗିରି ରଖିଛି ବୋଲି ଏ ଆୱାର୍ଡଟା ପାଇଛନ୍ତି କୁ ବେଷ୍ଟ ଆକ୍ଟର ଆୱାର୍ଡ ସେଟା ନୁହେଁ କାହିଁକିନା ବିଜେପିରେ ମିଶିଛି ବୋଲି ସେ ଆୱାର୍ଡଟା ମିଳିଛି ନହେଲେ କାଇଁ ଏଡେ ବଡ ବଡ ଷ୍ଟାର ମାନେ ଅଛନ୍ତି ତାଙ୍କରକୁ କାଇଁ ପାଉନାହାନ୍ତି ସେମାନେ କଣ ବେଷ୍ଟ ଆକ୍ଟର ନୁହନ୍ତି ବାବୁସାନ କଣ ବେଷ୍ଟ ଆକ୍ଟର ନୁହେଁ ସେ ସମସ୍ତଙ୍କୁ ବେଷ୍ଟ ଆକ୍ଟର କିନ୍ତୁ ତାଙ୍କରକୁ ଗୋଟେ ଆୱାର୍ଡ କିନ୍ତୁ ଗୋଟେ କମେଡିଆନ ହେଇନି କିନ୍ତୁ ଦିଟା ଆୱାର୍ଡ କୁ ମାନେ କୋଉ ହିସାବରେ ପାଇଲ ତମେ ସେଇଟା ମତେ କୁହ ହରି ଭାଇ ବେଫାଲତୁ ଡାଇଲେକ୍ଟ ଗୁଡା ମାରିକି ଆସି ଏଠି ଲୋକକୁ ମନ ଇଚ୍ଛା କଥା ଗୁଡା କହିଲେ କଣ ଲୋକ କଣ ବୁଝିଯିବେ ସାରା ଓଡ଼ିଶାବାସୀ ତତେ କଣ୍ଟ୍ରୋଭର୍ସି କରୁଛନ୍ତି ସେ କଥା ଟିକେ ବୁଝ ହେଲା ସୋସିଆଲ ମିଡିଆରେ ଆସିକି ବକ୍ ବକ୍ କହିଦେବି ଏ କଥା ଗୁଡାକ କହିଲେ ଆମେ ବୁଝିବୁନି କିଏ ଅଶିକ୍ଷିତ ଲୋକ ସେମାନେ ହିଁ ହଁ ସତ କଥା କହୁଛି ଥର ନା କେତେ ଇଲେକ୍ସନ ଆସିଛି ତମେ ଜାଣିଛ ତଥାପି ଏଗୁଡା ବେଫାଲତୁ କଥା ଗୁଡାକ କଣ ପାଇଁ କହୁଛ ଟିକେ ଯିବ ବିଜେଡି ଆଡେ ଟିକେ ଯିବ ବିଜେପି ଆଡେ ମାନେ କେତେ ଆଡେ ମାନେ ତମକୁ ଯୁଆଠୁ ପ୍ରଫିଟ ହେଲା ସିଆଡୁ ଯିବ ସିଆଡୁ ଏଗନେଷ୍ଟ ଲୋକମାନଙ୍କୁ କହିଦେବ ମନ ଇଚ୍ଛା ଭଣ୍ଡେଇ ଦେବ ତମେ ଯାହା କହିଲେ ଆମେ ମାନେ ସେଇଟା ଶୁଣିବୁ ବେକାରେ ଫାଲତୁ କଥା ଗୁଡାକ କହିକି ଲୋକମାନଙ୍କୁ ଦିମାଗ ମାନେ ବ୍ରେନ ୱାଶ କରିଦଉଛ ତମେ ମାନେ ମନ ଇଚ୍ଛା କଥା ଗୁଡାକ ବଡ ବଡ ଲୋକ ଥାଇକି ତାଙ୍କେ ମିଳିଛନ୍ତି ତତେ କୋଉ ବେଷ୍ଟ ଆକ୍ଟରରେ ସେଟା ଦିଆଯାଏନି ତମେ ବିଜେପି ଦଳ ଓଏଫଡିଏସି ର ସିଟ୍ ପାଇବା ପାଇଁ ବୋଲି ତମକୁ ଏଇଟା ଦିଆଯାଇଛି ସେଥିପାଇଁ ବୋଲି ମନ ଲୋକମାନଙ୍କୁ ମାଇଣ୍ଡ ୱାଶ କରୁଛ ମନ ଇଚ୍ଛା କଥା ଗୁଡା କହୁଛ ବେଫାଲତୁ କଥା ଗୁଡାକ କୁହନି ଆମେ ସେ ଗୁଡାକ ବୁଝିବାକୁ ନାହିଁ କି ସେ ଗୁଡାକ ଆମେ ଦେଖିବାକୁ ନାହିଁ ତମ ପାଇଁ ବୋଲି ଆସିବା ଆଗାମୀ ପିଢି ଲୋକ ମଧ୍ୟ ବର୍ବାଦ ହେଇଯିବେ ହେଲା ଯୋଉ ତମେ ଫାଲତୁ କଥା ଗୁଡୁଛ ସେ ପାଇଁ ମଧ୍ୟ ଓକେ ଏଇଟା ଗୁଡାକ ଜାଣ ଟିକେ ଦିମାଗରେ ପଶ ଆଗ ପଛ ଚିନ୍ତା କରିକି କୁହ ହେଲା ତ ଭାଇ ଏତିକି ବି ନାହିଁ ଆଉ ଟିକେ ଆମେ ମନୋଜ ଭାଇଙ୍କର ଟିକେ ବାଇଟ ଗୁଡାକୁ ବି ଟିକେ ଶୁଣିବା ତାପରେ ଦେଖିବା ତାପରେ ଆମେ ପୁରା କଥା ହେବା ତ ଚାଲ ଷ୍ଟାର୍ଟ କରିବା ଆଉ ଟିକେ ହେଲା ହରି ବାବୁ ଆଜି ଆପଣଙ୍କ ସହିତ ମୋର ଗୋଟେ ଲାଇଭ୍ ଡିସ୍କସନ୍ ଥିଲା ଯୋଉଥିରେ ଆପଣ ମୋତେ ଦୁଇ ତିନିଟା ବହୁତ ଗମ୍ଭୀର ଆଲିଗେସନ୍ ଲଗେଇଲେ ଆପଣ ଯଦି ଭାବିଛନ୍ତି ଯେ ମୁଁ ତାର ଉତ୍ତର ଦେବିନି ତାହେଲେ ଆପଣ ପ୍ରଥମ କଥା ମୋତେ ଆପଣ କହିଲେ ଯେ ମୋର ଓଡ଼ିଆ ସିନେମା ପ୍ରତି ଅବଦାନ କ'ଣ ମୁଁ ତାର ଉତ୍ତରରେ କହୁଛି ମୋର ଆକ୍ଚୁଆଲି ଅବଦାନ କିଛି ନାହିଁ କାରଣ ବର୍ତ୍ତମାନ ବି ଓଡ଼ିଆ ସିନେମା ଆରମ୍ଭ ହେଇନାହିଁ
किंतु ओडिया सिनेमा को तळकू नबार अवदान तमर बहुत अछि। तो भाई माने आपण माने निजे कहतु जो मनोज मिश्र जो कथा गुड़ा को कहला ना तो सी मिछ कहूची कि सत्य कहूची तमे मते माने निजे मते कह हला कहीं ना मु गोटे कथा तो तुमको ग्यारंटी कहबी कि जे मनोज मिश्र मो पाई बेस्ट कहीं सी ओडिशा रो मूवी गुड़ा को पेन इंडिया रे रिलीज करवा पे तार इच्छा अछि तार स्वप्न अछि से जानी पेन इंडिया रे कोला मूवी गुड़ा शूट करले कोला मूवी गुड़ा को पेन इंडिया रिलीज करले सेटा चलबो पेन इंडिया बोली से जानी छंती कुती पाए काहेना से पेन इंडिया रे काम करी कि आसी सारी छंती हिंदी मूवी साउथ मूवी तेलुगु मूवी ए गुड़ा को सब से 2-3टा फिल्म गुड़ा को करी कि आसी छंती ता पाकर सेतकी टैलेंट अछि सेति पाए से हमर ओडिया मूवी को बा हम ओडिया इंडस्ट्री को आगु को नेबा को चाहूची बट जतेले चाहूतिला सेतेले बड़ बड़ डायरेक्टर माने 3-4 जण मिसिकी ताको बैन कर देले काहे ना जदि आगो को ये करबा काम गुड़ा सफलता हबो आगो को हबो आर ना बेसी क्रेडिट हे जिवो हमर ना गुड़ा तळे पड़ी से हिसाब रे ताको बैन दिए करा दिया गला तो सेठु बियाउ से ओडिया मूवी करलानी को मूवी भी आज पर्यंत करूनी बस से गोटे चाहूची कि जे निजर मेहनत रे निजर दम रे मु गोटे मूवी तैयार करबे आ सेटा पेन इंडिया रिलीज करी देखेबी बोली तार गोटे स्वप्न अछि बा आशा अछि ओडिसा वासी को पाई होला से जंको पाई करूनी जेमति को ओडिसा वासी माने आगामी पीढ़ी आसबा लोक माने मध्य ए जिनस को बजाई की रखिबो बोली तार गोटे स्वप्न अछि बा आशा अछि किंतु सेटा किछि लोक अछंती ओडिया इंडस्ट्री लोक माने हिंसावादी अहंकारवादी बोले से माने करिते दउना ताकू दबे देउछंती जो मूवीटा के माइंड गेम बाहरितिला से मूवीटा तो देखि नाती न देखि कि मध्य बैन कर देले सुंदर हेइनी बोली आर जदि संपूर्ण देखिनु सब हॉल रे तो रिलीज हेइनी जानबो केंती सेटा तमे माने खाइले कहले हबोनी सेटा ऑडियंस कहबे लोक माने कहबे एटा भलो कि खराब बोली तमे माने निजे डिसाइड करी केबे बैन करि पारबन को मूवी को गोटे हला तो ए कथा गुडा तमे ध्यान देई के माइंड देई के सुनो जो जे हरि मध्य कहउछंती मनोज मिश्र का एमती सेमती एमती गपुची सेमती गपुची किछि पेन इंडिया रे न रिलीज करके मध्य किछि से जगह को न पहुंचे खाली बक 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 होउची अरे आगले ताकू गोटे सजग देई कि देख तम सहित काम करी कि तम सहित काम कला पर से को नौच कि नौनी कि सेमती भी स्टोरी हे पारुची सेमती भी एडिटिंग हे पारुची बेफालतू एडिटिंग करी कि जदी पेन इंडिया रे पहुंचा स्टोरी ठीक न तो पेन इंडिया रे पहुंचाले पहुंचबो केमती सेति पे मेहनत दरकार सेति पे जोश दरकार तमे आगे मिसिकी सेटा पूरा करो तापर जदि से करूनी तमे ताको परे कहबो पुथि पाई आमिर खान को पाई गोटे तांकर एता कॉन्फ्रेंस रे जाई कि कु कथा कहचंती आपन ने सुनिसंती सुनी नाती तो मु देखि दउ चला देखो। नमस्ते, पहले तो पूरा ओडिशा वासी को बहुत बहुत धन्यवाद कि आप लोगों ने जो मेरा और आमिर जी का जो वीडियो था उसको इतना प्यार दिया और सबको सबने ये कहा था कि प्लीज एक बार जाके आमिर जी के घर पे जाके उनसे मिलिए। मैं आज आमिर जी से मिलने आया हूँ सर, बहुत बहुत थैंक यू सो मच। मुझे बड़ा अच्छा लगा और मुझे बड़ी खुशी हुई ये सुन के कि आप उड़ीसा के बारे में, उड़ीसा सिनेमा के बारे में, वहाँ के कल्चर के बारे में इतना आप सोचते हैं और इतनी कोशिश कर रहे हैं जी। तो हम लोग से जो कुछ भी होगा हम लोग हेल्प करेंगे जरूर। सर वो गांव के सिनेमा के बारे में आपको अरे ये तो बहुत अच्छा किया आपने, ये तो बहुत बड़ी बात है और मैं तो कहूंगा कि आप ये और करिए क्योंकि ग्रास रूट्स में जब सिनेमा पहुंचेगा और वो ग्रास रूट्स के लोग आपके साथ जुड़ेंगे जी, तब जो है आपकी पूरी ऑडियंस बनेगी उड़ीसा की और दैट्स आई थिंक अ ग्रेट फर्स्ट स्टेप इन दिस जर्नी। थैंक यू सो मच सर। और सर ने ये भी मुझे प्रॉमिस किया, ये मैं प्रॉमिस करवा लेता हूँ तो ये किया है, मेरा जो AWM पिक्चर सर देखेंगे, अगर उनको अच्छा लगा तो उसके बारे में फिर हम बात करेंगे। जरूर जरूर। अब ये मैं अपने लिए नहीं बोल रहा हूँ, ये पूरा उड़ीसा वासी की तरफ से बोल रहा हूँ, जो भी अच्छा पिक्चर बनाएंगे ये मैं खुद आके सर के साथ में मिलके सर के थ्रू हम पूरे हिंदुस्तान में पहुंचाएंगे। We'll try our best. थैंक यू सर, थैंक यू सो मच, थैंक यू। देखिल तो एबे हम ओडिशा समाज पई से एगुडा को करूची सेति पई बोली कि ए कथा आमिर खान को गोटे कॉन्फ्रेंस मीटिंग रे जाई कि ए कथा कहिची केते लोक थिले ऑडियंस थिले आमिर खान सहित मुद 5 मिनिट 10 मिनिट के कथा भी बोली कहि छंती आपण माने निहाती आपण देखुछंती तो एंती लोक ताकू माने कि सी मते सपोर्ट करू कि एटा करू सेति पई नाही कि हमर भी ओडिया इंडस्ट्री रो गोटे मूवी होची, मूवी गुडा होची किंतु सेटा किंती गला हम प्रमोट करबू आगो को पेन इंडिया को अनबू से चिंता धरा होची ता पाखरे किंतु तमे माने बेफालतू रे न जानी न साडी मनोज मिश्र को कंट्रोवर्सी करूचो यार सियाडे कहूचो बैन करि दउचो तम पाई बोली नाही कि ओडिया इंडस्ट्री आगो को जाई पारुनी कि चाहि भी पारुनी
ଯେଉଁ ପର୍ଯ୍ୟନ୍ତ ଏଭଳିଆ ଭକୁଆ ଭଡ଼ୁଆ ମାନେ ଅଛନ୍ତି ନା ଓଡ଼ିଶାରେ ବା ଓଡ଼ିଆ ଆକ୍ଟର ମାନେ ଯେଉଁମାନେ ତାଟୁଛନ୍ତି ଆଗରେ ଯାଇକି ସେମିତି ଲୋକ ପାଇଁ ବୋଲି ଓଡ଼ିଆ ଇଣ୍ଡଷ୍ଟ୍ରି ଆଜି ପର୍ଯ୍ୟନ୍ତ ଆଗକୁ ଯାଇପାରୁନି। ଯିଏ ଆଗକୁ ନେବାକୁ ଚାହୁଁଛି ତାକୁ ମଧ୍ୟ ତମେ ମାନେ ଆଗକୁ ନେବାକୁ ଦଉନ, ଅଧାରୁ ଗଡ଼ ଝିକି ଦଉଛ। ଆଗରେ ଯିଏ ମନୋଜ ଭାଇ ଯୋଉ କାମ କରୁଛି ସେଇଟା ତମେ ସାଥ ଦିଅ ନା, ସାଥ ଦେଲା ପରେ ସିଏ ଦଉଛି କି ନଉନି ସେଟା ପରେ ଜଣାଯିବ। ତମେ ଆଗରେ ତ ନବ ନାହିଁ ତ ସିଏ କରିବ କେମିତି? ବେଫାଲତୁ ଏଗୁଡାକ ତମେ ମାଇଣ୍ଡ କରନି। ହରି ଭାଇ ଦେଖ ମୁଁ ଗୋଟେ କଥା କହୁଛି, ତମେ ଆୱାର୍ଡ ପାଇକି ବେଶୀ ମାନେ କ'ଣ ଉତ୍ସକ ହୁଅ ନାହିଁ, କାହିଁକିନା ସେଟା ତମକୁ ବେଷ୍ଟ ଆକ୍ଟର ତରଫରୁ ଦିଆଯାଏନି, ସେ ଆୱାର୍ଡ ତମକୁ ବିଜେପି ତରଫରୁ ଦିଆଯାଇଛି। ବେକାର ବେଷ୍ଟ ଆକ୍ଟର ନା କହିକି ତମେ ଆୱାର୍ଡ ନିଅନି। ଲୋକ ହସୁଛନ୍ତି ଏବେ ବି, ଆଜି ପର୍ଯ୍ୟନ୍ତ ବି ହସୁଛନ୍ତି। ସେ କଥାକୁ ଟିକେ ମାଇଣ୍ଡରେ ପଶ, ଚିନ୍ତା କର ଆଉ ଲୋକମାନଙ୍କୁ ମାଇଣ୍ଡ ୱାଶ କରବ ହେଲା। ଆଇଲା କୁଆଡୁ ବେଷ୍ଟ ଆୱାର୍ଡ ମିଳିଛି, ତୋଠୁ ବାପା ଗୁଣ ଆକ୍ଟର ଅଛନ୍ତି, କେତେଟା ଫିଲ୍ମ କାଢିଥିବୁ ତୁ? କମ ସେ କମ 30-40ଟା କାଢିଥିବୁ, ତାଠୁ ଅଧିକ ହିରୋ ମାନେ କରିଛନ୍ତି 50-60ଟା ମୁଭି, ତାଙ୍କୁ ବେଷ୍ଟ ଆୱାର୍ଡ କେମିତି ମିଳୁନି? ତତେ କେମିତି ମିଳିଲା ଗୋଟେ କମେଡିଆନ ହେଇକି? ତ ତତେ ବେଷ୍ଟ କମେଡି କି ବେଷ୍ଟ ଆକ୍ଟିଂ କରବାଟା କୋଉଠୁ ମୁଁ ଖାସ ଦେଖି ନାହିଁ, କେମିତି ମିଳିଗଲା ତମକୁ ବେଷ୍ଟ ଆୱାର୍ଡ? ବିଜେପିର କୁକୁର ଅଛୁ ନା, ସେଥିପାଇଁ ବୋଲି ମିଳିଛି ସେଟା, ନହେଲେ ମିଳିନଥାନ୍ତା। ତବେଳେ ଅକ୍ଟରକୁ ହଜାର ଦେଖିକି ଆସିଛି ମୁଁ, ବେଷ୍ଟ ଆକ୍ଟର ଆୱାର୍ଡ ପାଇଲା ଇଏ। ବିଜେପି ପାର୍ଟିରେ ମିଶିଛି ବୋଲି ପାଇଛି ସେ ଆୱାର୍ଡଟା ବୋଲି କୁହ, ଲୋକ ବିଶ୍ୱାସ କରିବେ ହେଲା। ବେଫାଲତୁ ଲୋକମାନଙ୍କର ବ୍ରେନ୍ ୱାଶ କରନି, ତମେ ମାନେ ଚୁଟିଆ ଭଳିଆ କାମ ଗୁଡା କରନି। ତମ ମାନଙ୍କ ପାଇଁ ବୋଲି ଓଡ଼ିଶା ଇଣ୍ଡଷ୍ଟ୍ରି ମଧ୍ୟ ତଳକୁ ପଡୁଛି। ଆଗାମୀ ପିଢି ଲୋକ ମଧ୍ୟ ଚାହୁଁନାହାନ୍ତି ଓଡ଼ିଆ ମୁଭି କରିବା ପାଇଁ ହେଲା, ସେଥିପାଇଁ ବୋଲି ହିନ୍ଦୀ ଆଡକୁ ପଳାଉଛନ୍ତି। ତମେ ମାନେ ଟିକେ ଯଦି ଭଲ ଷ୍ଟ୍ରଙ୍ଗ କରିଥାନ୍ତ ନା, ବହୁତ ଆଗକୁ ଯାଇଥାନ୍ତା ଆମ ଓଡ଼ିଆ ମୁଭି, ପେନ୍ ଇଣ୍ଡିଆ ବି ରିଲିଜ ହେଇଥାନ୍ତା। ଦମନ ମୁଭିରୁ ପାଖରେ ସେତିକି ଦମ ଥିଲା ବୋଲି ପେନ୍ ଇଣ୍ଡିଆ ରିଲିଜ ହେଲା, କମ ସେ କମ କିଛି ଲୋକ ତ ଜାଣିଗଲେ। ତମ ପାଖରେ କ'ଣ ଅଛି? ଏଡିଟିଂ ଠିକ ସେ ନାହିଁ, ଭିଏଫଏକ୍ସ ଲଗାଉଛ, କୋଉଠି ଦୌଡ଼ି ଦେଖାଯାଉଛି, କୋଉଠି କ'ଣ ଦେଖାଯାଉଛି, ଏଗୁଡାକ କ'ଣ କରବ ତ ବେଷ୍ଟ କରବ ହେଲା। ତ ଆଗରେ ଯୋଉ ଜିନିଷ ବି କରୁଛ, କୋଉ ଜିନିଷ ବି କହୁଛ ନା, ଆଗ ପଛ ଚିନ୍ତା କର ତାପରେ କହିବ ହେଲା। ମୁଁ ଆଉ ବେଶୀ କିଛି କହିବାକୁ ଚାହୁଁନି ଭାଇମାନେ, ଆପଣମାନେ ନିଜେ ଦେଖନ୍ତୁ। ମୁଁ ଖରାପ କହିଲି କି ଭୁଲ କହିଲି କି ଆପଣମାନେ ନିଜେ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ହେଲା। ମୁଁ କୋଉଥିପାଇଁ କହିଲିନି ସେଟା ମଧ୍ୟ ଆପଣମାନେ ଜାଣିଥିବେ। ଆଉ ଭଲସେ ଭିଡ଼ିଓଟିକୁ ଦେଖନ୍ତୁ, ଆଉ ଯଦି ଚ୍ୟାନେଲରେ ଯଦି ନ ଆସିଛ ତ ଚ୍ୟାନେଲକୁ ସବସ୍କ୍ରାଇବ କର, ଲାଇକ୍ କର, କମେଣ୍ଟ କର, ସେୟାର କର, ବହୁତ ମାତ୍ରାରେ ଏଟା ସେୟାର କର। ଆଉ ଏତିକି ରଖୁଛି, ନେକ୍ସଟ ଭିଡ଼ିଓରେ ଦେଖାଇବା। ଟାଟା ବାଏ, ନମସ୍କାର।